ରାଜସୁନାଖଳା ନିକଟସ୍ଥ କୋଟଗଡ଼ ଅନନ୍ତ ଗୁମ୍ଫା ପରିସରରେ ରବିବାର ପୂର୍ବାହ୍ନରେ ଉତ୍କଳୀୟମ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ 2025 ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ପୂର୍ବତନ ଜିଲ୍ଲା ପରିଷଦ ତଥା ବରିଷ୍ଠ ଆଇନଜୀବୀ ଗିରିଜାକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ବାସୁଦେବ ସାହୁ, ତ୍ରିନାଥ ବିଶ୍ୱାଳ, ସୁରେଶ ଚନ୍ଦ୍ର ସ୍ୱାଇଁ, ପୁରୀ ସାଂସଦଙ୍କ ରଣପୁର ପ୍ରତିନିଧି ଟୁଲୁ ପ୍ରହରାଜ, ରାଜସୁନାଖଳା ପଞ୍ଚାୟତ ସମିତି ସଭ୍ୟ ତପନ କୁମାର ପ୍ରଧାନ, ଚଳଚ୍ଚିତ୍ର ଅଭିନେତ୍ରୀ ସୁଚିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭା କାର୍ଯ୍ୟକୁ ଉତ୍କଳୀୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଓ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବୈଦ୍ୟୁତିକ ଛାପା ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶାରେ ଯୁବଗୋଷ୍ଠୀଙ୍କ ବିକାଶ ପାଇଁ ସମାଜର ଭୂମିକା ସମ୍ପର୍କରେ ବିଷୟରେ ଅତିଥିମାନେ ବକ୍ତବ୍ୟ ଦେଇଥିଲେ। ଏହି ଉତ୍କଳୀୟମ୍ ଫାଉଣ୍ଡେସନ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ଏକ ଟ୍ରଷ୍ଟ ଭାବେ କାମ କରିଆସୁଛି। ସେହିପରି ଏହି ଫାଉଣ୍ଡେସନ ବର୍ତ୍ତମାନ ସୁଦ୍ଧା 11ଟି ରାଜ୍ୟରେ କାର୍ଯ୍ୟ କରିଆସୁଛି। ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। 2014 ମସିହାରୁ ଉତ୍କଳୀୟମ୍ ଫାଉଣ୍ଡେସନ ପ୍ରକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତବର୍ଷରେ କାମ କରିଆସୁଛି। ଏବେ ଏହି ସଂଗଠନ ଭୁବନେଶ୍ୱରରେ କେବଳ ଓଡ଼ିଶାରେ ସୀମିତ ହୋଇନାହିଁ, ତାହା ଦେଶ ଓ ରାଜ୍ୟ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛି ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଣପୁର ନନ୍ଦପୁର ଅଞ୍ଚଳର କେଳା କେଳୁଣୀ କଳାର ନିଖୁଣ ଅଭିନୟ ଅଜୟ ଦାସ, ସୁଭାଷ ଚନ୍ଦ୍ର ସେଠୀ ଓ ତାଙ୍କ ଦଳ ସଚେତନତା ସଂସ୍କୃତିକୁ କାର୍ଯ୍ୟକ୍ରମକୁ ପରିବେଷଣ କରୁଥିଲେ। ଏଥିରେ ବିଭିନ୍ନ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସାମ୍ବାଦିକ, କୁନି ନୃତ୍ୟଶିଳ୍ପୀ, ଶିକ୍ଷକ, କବି, କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ। ଖୋର୍ଦ୍ଧାରୁ ପ୍ରସନ୍ନ କୁମାର ସ୍ୱାଇଁଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।